ଶ୍ରୀମଦ୍ଭାଗବତ ପଞ୍ଚମ ସ୍କନ୍ଦ ପଞ୍ଚଦଶ ଅଧ୍ୟାୟ ଶ୍ରୀଶୁକ ଉବାଚ ଶୁଣ ପରୀକ୍ଷ ନୃପବର ସୁମତି ଭରତ କୁମର ପରେ ତାହାର ତନୟ ଋଷଭ ପଥେ ସେ ଆଶ୍ରୟ କରିବ କଳିଯୁଗ ଧର୍ମ ପାପିଷ୍ଟ ନାନା କର୍ମ ମାନ ସୁମତି ପତ୍ନୀ ଠାରେ ସୁତ ହୋଇଲା ନାମ ଦେବଜିତ ତାହାର ହୋଇଲା କୁମର ଦେବଦ୍ୟୁମ୍ନ ନାମ ତାର ପରମେଷ୍ଟି ନାମ କୁମେର ଜନ୍ମିଲା ଧେନୁମତି ପରମେଷ୍ଟି ନାମେ କୁମର ଜନ୍ମିଲା ଧେନୁମତି ଠାର ସୁନର୍ଚାଳା ଠାରେ ତାହାର ଜନ୍ମିଲା ପ୍ରହତି କୁମର ଏ ଆତ୍ମା ବିଦ୍ୟା ମତେ କରି ଭଜିଲା ପ୍ରଭୁ ନର ହରି ତାହାର ପ୍ରତିହୃତା ନାମ ତନୟ ହୋଇଲା ଜନମ ପ୍ରତିହୃତାର ଯେ କୁମର ବହୁ ଅପତ୍ୟ ନୃପବର ଅଜଭୂମା ଯେ କୁମର ହୋଇଲା ସତ୍ୟ ଠାରେ ତାର ଋଷିକୁଲ୍ୟାର ଠାରେ ତାର ଜନମ ହୋଇଲା କୁମର ଦେବକୁଲ୍ୟାରେ ତହିଁ ତାର ହୋଇଲା ପ୍ରସ୍ତାବ କୁମର ବିରୁଚ୍ଛା କନ୍ୟା ତହିଁ ତାର ଏକଇ ହୋଇଲା କୁମର ରତିର ଠାରେ ଯେ ତାହାର ପୃଥୁ ଯେ ହୋଇଲା କୁମର ଆକୁତି ଠାରେ ତାର ସୁତ ନକ୍ତସେନ ନାମେ ବିଦିତ ଗୟ ନାମକ ଯେ କୁମର ହୋଇଲା ଶୁଣ ନୃପବର ସେ ବିଷ୍ଣୁ ଅଂଶକୁ ବହଇ ନାନା ଲକ୍ଷଣେ ପୂର୍ଣ୍ଣ ହୋଇ ସ୍ୱଧର୍ମେ ପ୍ରଜା ପାଳନରେ ମନ ତାହାର ନିରନ୍ତରେ ସେ ମହାପୁରୁଷ ଈଶ୍ୱର ତାହାଙ୍କୁ ମୋର ନମସ୍କାର ଅନାଦିନାଥ ନିରାକାର ସେ ସର୍ବଦେବଙ୍କ ଈଶ୍ୱର ତାହାଙ୍କ ତହିଁ ମନେ ଥୋଇ ପରମ ତତ୍ତ୍ୱ ଭାବ ବହି ସ୍ୱାତିକ ଧର୍ମମତୀ ହୋଇ ଆନନ୍ଦେ ପାଳଇ ସେ ମହି ତାହାର ଗୁଣ ମହି ତଳେ ଗାୟନ କରନ୍ତି ସକଳେ ଏହାର ସମକେ ସଂସାରେ ଯଜ୍ଞାନ୍ତି କର୍ମ କରିବାରେ ତାହାର ଭକ୍ତିଭାବ କରି ବଶ ହୋଇଲେ ନର ହରି ତାହାକୁ ଦକ୍ଷ କନ୍ୟା ବରି ଆନନ୍ଦେ ଅଭିଷେକ କରି ସକଳ ତୀର୍ଥ ଜଳେ ନେଇ ରାଜତ୍ୱ ପଣେ ତାକୁ ଦେଇ ରାଜାର ପ୍ରଜା ସୁଖ ପାଇ ବହୁତ ଶସ୍ୟ ଦେଲେ ମହିରେ ଯେତେ ନୃପବର ଖଟନ୍ତି ପୟରେ ତାହାର ସଂଗ୍ରାମେ ଯାହାର ଚରିତ ସ୍ତୁତି କରନ୍ତି ସୁରବନ୍ତ ଯାହାର ଯଜ୍ଞମାନଙ୍କରେ ସନ୍ତୁଷ୍ଟ ହେଲେ ଭେଦବରେ ସୂର୍ଯ୍ୟାଦି ନବଗ୍ରହ ଯେତେ ସନ୍ତୁଷ୍ଟ ହୋଇଲେ ସମସ୍ତେ ଏ ଅନ୍ତରେ ପରୀକ୍ଷିତ ତାହାର ହେଲେ ତିନି ସୁତ ସୁମତି ଚିତ୍ରରଥ ନାମ ତୃତୀୟ ଯେ ଅବିରୋଧନ ଚିତ୍ରରଥର ପତ୍ନୀ ଠାରେ ସନ୍ତୁଷ୍ଟ ଚିତେ ବେଦବରେ ଉନ୍ନବତୀର ପତ୍ନୀ ତାହାର ସମ୍ରାଟ ହୋଇଲା କୁମର ଉଜ୍ଜଳ ନାମ୍ନୀ ଭାର୍ଯ୍ୟା ତାର ମରିଚି ହୋଇଲା କୁମର ତାହାର ବିନ୍ଦୁମତୀ ଠାରେ ବିନ୍ଦୁ ମାନ ହେଲା କୁମରେ ସେ ବିନ୍ଦୁ ମାନ ସେ ପତ୍ନୀର ମଧୁ ହୋଇଲା ସେ ଯେ କୁମର ମଧୁସୂଦନ କୁମର ସୁନାମ ନାମେ ପତ୍ନୀ ତାର ବୀରବ୍ରତ ଯେ ପୁତ୍ର ହେଲା ଭୋଜାକୁ ସେ ତ ବିବାହ ହେଲା ତାହାର ତହିଁ ବେନି ସୁତ ମନ୍ଥ ଯେ ବିଦିତ ମନ୍ଥର ସତ୍ୟ ପତ୍ନୀ ତହିଁ ଭୌବନ ହୋଇଲା ତନଇ ଭୌବନ ପତ୍ନୀ ଠାରେ ତାର ତୁଷ୍ଟା ଜନିତ ଯେ କୁମର ବିରୋଚନାର ତହିଁ ତାର ବିରଜ ହୋଇଲା କୁମର ଶୁଣ ରାଜନ ପରୀକ୍ଷିତ ବିରଜ ପୁତ୍ର ହେଲେ ସତ ତାହାଙ୍କ ମଧ୍ୟ ଶ୍ରେଷ୍ଠ ବର ପ୍ରଜାରଞ୍ଜନ ପୁତ୍ର ତାର ବିମତି ପତ୍ନୀ ଠାରେ ତାର ଦୃଷ୍ଟ ଜନିତ ଯେ କୁମର ଯେଣୁ ଏ ଲୋକେ ହୋଇ ଜାତ ଶୁଣ ରାଜନ ପରୀକ୍ଷିତ ପ୍ରିୟବତ୍ତର ବଂଶମାନ ବିରାଜେ ଭାବୁ ରାଜନ ବିଦିତ ହେଲେ ଜନ ମାନେ ବିଷ୍ଣୁ ଭକତି ବିଦ୍ୟମାନେ କହଇ ବିପ୍ର ଜଗନ୍ନାଥ କୃଷ୍ଣ ଚରିତ ଭାଗବତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାଏ 82 ପଞ୍ଚମ ସ୍କନ୍ଧେ ପ୍ରିୟବ୍ରତ ରାଜା ବଂଶ ବର୍ଣ୍ଣନେ ନାମ ପଞ୍ଚଦଶ ଅଧ୍ୟାୟ ଷୋଡ଼ଶ ଅଧ୍ୟାୟ ରାଜୋବାଚ ଏ ଭୂମି ମଣ୍ଡଳ ବିସ୍ତାର ତୁମ୍ଭେ କହିଲ ମୁନିବର ଯାବତ ସୂର୍ଯ୍ୟର ପ୍ରକାଶ ନକ୍ଷତ୍ର ଚନ୍ଦ୍ରକର ବାସ ଧର୍ମଚାରୀ ପ୍ରିୟବ୍ରତର ଆଚରଣ ଯାବତ କରିଛି ଭ୍ରମଣ ତହିଁରୁ କୀର୍ତ୍ତି ଉପଜିଲା ଯେଣୁ ଶପଥ ସିନ୍ଧୁ ହେଲା
ଏତ କହିଲ ବିପରୀତ ପରେ କିବା ଦୀପ ସାତ ଏହାର ଯେତକ ପ୍ରମାଣ ପରେ ଯେତକ ଲକ୍ଷଣ ବିଶେଷ କହ ମୁନିବର ଶୁଣିବା ଶ୍ରଦ୍ଧା ଯେ ମୋହର ଅଖିଳ ବ୍ରହ୍ମାଣ୍ଡ କାରଣ ଅନନ୍ତ ଆତ୍ମା ଯାହାର ପୁଣ୍ୟ ଏ ସ୍ଥୂଳ ରୂପେ ଭଗବାନ ଯେ ଜ୍ୟୋତି ରୂପେ ସୂକ୍ଷ୍ମ ବ୍ରହ୍ମ ପରମ କର ପର ସେ ବାସୁଦେବ ଚକ୍ରଧର ତାହାର ଚରଣାର ବିନ୍ଦେ ମନ ମୋର ହୁଅ ପ୍ରମାଦେ ଯେଣୁ ତୁମ୍ଭର ଗୋଚର ନାହିଁ ଏ ବ୍ରହ୍ମାଣ୍ଡ ଭିତର ଏଣୁ ମୋ ମନରେ ସଂଶୟ ଭୌମୁନି ବିସ୍ତାରୀଣ ବେନି ସହସ୍ର ଉଦ୍ଧତାର କିୟ ବା ଦେବା ପଟାନ୍ତର ଶ୍ରୀ ସୁକବାଚ ଶୁଣ ପରୀକ୍ଷନ ଉପବର ମାୟାରେ ପ୍ରଭୁର ଶରୀର ସଂସାରେ ତାହାର ଭିଆଣ ଅଶେଷ ଅଛି ଯାହାର ସ୍ଥାନ ନର ମର ଯେବେ ହୋଇ କେବେ ହେଁ ବନ ନ ପାରଇ ତଥାପି ଶ୍ରେଷ୍ଠ ଶ୍ରେଷ୍ଠ କରି କହିବା ଶୁଣ ଦଣ୍ଡଧାରୀ ଭୂଗୋଳ ଚରିତ ବର୍ଣ୍ଣନ ରାଜନ ହୁଅ ସାବଧାନ ଏ ଜମ୍ବୁ ଦୀପ ନୃପବର ବିକାଶେ କମଳ ଆକାର ଅତି ଅଦ୍ଭୁତ ଯେଉଁ ସ୍ଥଳ ଆୟୁତେ ଯୋଜନ ବିସ୍ତାର ଏମନ୍ତେ ନବ ଜୟ ବରଷ ସହସ୍ର ଯୋଜନ ପ୍ରକାଶ ମହତ ନବ ପର୍ବତେ ବିଭାଗ ହୋଇ ସର୍ବଠାରେ ପର୍ବତରେ ବିଭାଗ ହୋଇ ସର୍ବଠାରେ ନବ ବରଷ ମଧ୍ୟରେ ବରଷ ଇଳାବୃତ ଠାରେ ଯାହାକୁ ନାଭି ଦେଶ ତହିଁ ପର୍ବତ ରାଜ ଅଛି ରହି ସୁବର୍ଣ୍ଣମୟ ବିରାଜିତ ଅତ୍ୟନ୍ତ ସୁନ୍ଦର ଅଦ୍ଭୁତ ମସ୍ତକେ ଯାହାର ପ୍ରମାଣ 22 ସହସ୍ର ଯୋଜନ ସ୍ଥୂଳ ଯାହାର ପରିମାଣ 16 ସହସ୍ର ଯୋଜନ ସୁବର୍ଣ୍ଣ ଶୃଙ୍ଗ ତିନି ତାର ମହି ରେ ସ୍ତମ୍ଭର ଆକାର ପୂର୍ଣ୍ଣ ଭାଗରେ ବେନିଗିରି ନୀଳ ଧବଳ ରୂପ ଧରି ଲବଣ ସିନ୍ଧୁ ନିକଟରେ ନବ ସହସ୍ର ସେ ବିସ୍ତାରେ ନିଷଦ ହେମକୂଟ ଆଦି ଦକ୍ଷିଣେ ଏହାଙ୍କ ପ୍ରସିଦ୍ଧି ଏହା ଦକ୍ଷିଣେ ଗିରିବର ହିମାଳୟ ନାମ ତାହାର ସୁବର୍ଣ୍ଣ ଯଥାକ୍ରମେ ତାର ଆୟୁତ ଯୋଜନ ବିସ୍ତାର ଅପରେ ମାଲ୍ୟ ପର୍ବ ବନ ବିଶାଳେ ଯେ ଗନ୍ଧ ମାର୍ଦନ ଆୟତେ ଯୋଜନ ବିସ୍ତାର ବିରାଜେ ତହିଁ ଗିରିବର ଭଦ୍ରାସ କେତମାଳ ଆଦି ଏହାର ନାମରେ ପ୍ରସିଦ୍ଧି ମହେନ୍ଦ୍ର ମେରୁ ଯେ ମନ୍ଦର ସୁବର୍ଣ୍ଣ ଆଦି ଗିରିବର ସ୍ୱର୍ଣ୍ଣଗିରି ଚତୁର୍ଦିଗରେ ପ୍ରକାଶ ବେଷ୍ଟିତ ଆକାରେ ବୃକ୍ଷ ଚନ୍ଦନ ଆଦି କରି ଜମ୍ବୁ କଦମ୍ବ ଯେ ଚତ୍ୱାରୀ ପର୍ବତ ଅତି ମନୋହର ସହସ୍ର ଯୋଜନ ବିସ୍ତାର ଚତୁର ସିନ୍ଧୁତା ନିକଟେ ବିରାଜେ ଶୁଭ୍ର ନାନା ତଟେ ମଧୁର ଔଷଧ ଯେ ଫଳ ଯହିଁ ସକଳ ବେଦ ମେଳ ଯେ ଯାହା ମତେ କରି ଧ୍ୟାନ ପ୍ରଭୁଙ୍କୁ କରନ୍ତି ଭଜନ ଭଦ୍ର ରଥ ଜିତ ଚନ୍ଦନ ବିରାଜେ ଗରୁଡ଼ ବାହନ ଯହିଁରେ ସମନ ଗଣ କ୍ରୀଡ଼ା କରନ୍ତି ଅନୁକ୍ଷଣ କାମିନୀ ସଙ୍ଗ ତେ ଘେନିନ ଯହିଁ ରହନ୍ତି ଦେବଗଣ 81 ଯୋଜନ ବିସ୍ତାର ବହୁ କ୍ରୋଟରେ ସେ ଗିରିର ଅତ୍ୟନ୍ତ ତୁଙ୍ଗ ବୃକ୍ଷ ବର ସୁରଙ୍ଗ ବନ ଫଳ ତାର ସୁଗନ୍ଧ ଅମୃତ ସୁସ୍ୱାଦୁ ରସଗୋଳଇ ବିଶାରଦ ସେଠାରୁ ଗୋଦାବରୀ ସାର ମନ୍ଦରେ ହୋଇଛି ବାହାର ଅମୃତ ତୁଲ୍ୟ ଜମ୍ବୁ ଫଳ ପାଚି ପଡ଼ଇ ମହିତଳ ହସ୍ତ ପ୍ରମାଣୀ ଫଳ ସାର ରସଗୋଳଇ ଯେ ଅପାର ତହିଁରୁ ଜମ୍ବୁ ନବ ଜାତ ଶୁଣ ସୁମନେ ପରୀକ୍ଷିତ ତାହାର ଜଳ ସ୍ପରଶରେ ସୁବର୍ଣ୍ଣ ହୋଇଅଛି ତୀରେ ମହାକଦମ୍ବ ତରୁବର ତାହାର ମଧ୍ୟରେ କ୍ରୋଟର ପରମ ଧାମ ରୂପ ହୋଇ ତହୁରୁ ମଧୁ ଯେ ସ୍ରବଇ ଇଳା ବୃକ୍ଷ ଯେ ବେଡ଼ି କରି ବିଶାଳ ପୟସ୍ମିନୀ ମିଳି ବିଷ୍ଣୁର ପୟରେ ରହିଲା ବହୁତ କାଳ ତହୁ ଗଲା ସହସ୍ର ଯୁଗର ଅନ୍ତରେ ପଡ଼ିଲା ସ୍ୱର୍ଗ ମସ୍ତକରେ ଧ୍ରୁବ ପରମ ଭାଗବତ ଜାଣିଲେ ବିଷ୍ଣୁ ପାଦମୃତ ଭକ୍ତି ଯୋଗରେ ବସ ହୋଇ ଆନନ୍ଦେ ଅଙ୍ଗ ଫୁଲ କହି ମାର୍ଜନା କରିବା ନିମନ୍ତେ ଶିରରେ ବହିଲେ ତୁରିତେ ଯେଣୁ ସକଳ ମୁନିଗଣ ପ୍ରଭାବ ଜାଣି ଅନୁକ୍ଷଣ ସକଳ ଆତ୍ମା ଭଗବାନ ତପସାଧିଲେ ଯୋଗ ଶୂନ୍ୟ ମୁଖ୍ୟ କାରଣେ ସେ ଭଜନ୍ତି ପ୍ରଭୁଙ୍କ ଚରଣେ ପୂଜନ୍ତି ସେ ଜଳ ପାଇ ରୁଷ୍ଟ ହୋଇ ଜଟାରେ ଥୋଇଲେ ସେ ନେଇ ତହୁଁ ସେ ବହୁତ ପ୍ରକାରେ ତପ ତୋଷିଲେ ପୁରନ୍ଦରେ ତାହାଙ୍କୁ ଲକ୍ଷ୍ୟ କରିଗଲା ବହୁ ଲୋକରେ ସେ ପଡ଼ିଲା ତହୁଁ ସେ ଦିବ୍ୟମାନ ହୋଇ ଚତୁର୍ଧାମ ରୂପକୁ ସେ ବହି ଶୁଣ ପରୀକ୍ଷା ନୃପବର ଏ ନାମେ
ଚତ୍ୱାର ତାହାର ସୀତା ଅଳକା ନନ୍ଦା ଦୁଇ ସୁଭଦ୍ରା ନାମକୁ ସେ ବହି ଚାରି ଦିଗରେ ସେ ଭ୍ରମଇ ସିନ୍ଧୁରେ ପ୍ରବେଶ ହୋଇ ବ୍ରହ୍ମାସଦନୁ ସୀତା ଯାଇ ଶିବାର୍ଚ୍ଚନରେ ସେ ଭ୍ରମଇ ଅଧ ଊର୍ଦ୍ଧ୍ୱରେ ଭ୍ରମେ ଯାଇ ଗନ୍ଧମାର୍ଦ୍ଧନେ ସେ ପଡ଼ଇ ତାହାର ସଙ୍ଗରେ ବିହରି ଭଦ୍ରାସୁ ବେଶୁ ସୂକ୍ଷ୍ମ କରି ସୁର ସିନ୍ଧୁର ପୂର୍ବ ଦିଗେ ପ୍ରବେଶୀ ଅଛି ଅତି ବେଗେ ମେରୁ ଶିଖରେ ଭଦ୍ରା ଯାଇ ଉତ୍ତର ଦିଗେ ସେ ଭ୍ରମଇ ରବି ତରଙ୍ଗ ଶୃଙ୍ଗ ଦେଶେ ଅଳକାନନ୍ଦ ଯେ ପ୍ରକାଶେ ଇଳାବୃତର ସେ ଉତ୍ତରେ ପ୍ରଜାଏ ସୁସ୍ଥ ଯାର ବଳେ ଯାବତ ଜୀବ ସୁଖ ହୋଇ ଅଛନ୍ତି ଯାର ବଳ ଜଳ ଖାଇ ଚିତ୍ରକୂଟର ସୀମା ଅତି କପିଳ ବୈଦୁର୍ଯ୍ୟ ପ୍ରସିଦ୍ଧି ନାନା କାନନେ ନଦ ନଦୀ ଏ ଆଦି ଯେତେକ ପ୍ରସିଦ୍ଧି ମେରୁ କନକ ପ୍ରାୟ ହୋଇ ଏତେକ ଶୀଘ୍ର ପ୍ରକାଶ ଯାହାର ମେରୁ ପୃଷ୍ଠ ଦେଶ 18 ଯୋଜନ ପ୍ରକାଶେ ଦେବକୂଟ ଗିରିରେ ଯାଇ ମେରୁରେ ପୂର୍ବ ଦିଗ ରହି ପବନ ପାରିଜାତ ହୋଇ ତାହାର ପଶ୍ଚିମେ ସେ ହୋଇ କୈଳାସ କର ବୀର ଦୁଇ ଦକ୍ଷିଣ ପାଶେ ବିରାଜଇ ଉତ୍ତରେ ତ୍ରିଶିର ମକର ଅଛନ୍ତି ବେନିଗିରି ବର ଅଷ୍ଟଗିରିର ମଧ୍ୟ ଦେଶେ ସୁବର୍ଣ୍ଣଗିରି ଯେ ପ୍ରକାଶେ ସୁବର୍ଣ୍ଣଗିରି ଅଗ୍ର ଦେଶେ ବ୍ରହ୍ମାର ପୁର ସେ ଯେ ପ୍ରକାଶେ ଅୟୁତ ଯୋଜନ ସେ ହୋଇ ନାନାଦି କୁସୁମ ବାସଇ ସୁବର୍ଣ୍ଣ କୂଳମାନଙ୍କରେ କିଏ ବା ଦେବା ପଟାନ୍ତର ହେମ କଳସ ଉଚ୍ଚପୁର ଚାରି ଦିଗରେ ସେ ତାହାର ଇନ୍ଦ୍ରାଦି ଦିଗପାଳଙ୍କର ସୁବର୍ଣ୍ଣ ମନ୍ଦିରର ଘର ଏଥି କର୍ମରେ ଯେ ଯାମତେ ନିର୍ମିତ ପୁର ଯଥୋ ଚିତେ ଅଷ୍ଟପାଳଙ୍କ ଅଟେ ପୁର ସୁସଞ୍ଚ ଅତି ମନୋହର ପଞ୍ଚମ ସ୍କନ୍ଧେ ହୁଏ ବାଣୀ ଶୁଣି ସଂସାରୁ ତର ପ୍ରାଣୀ କହଇ ବିପ୍ର ଜଗନ୍ନାଥ କୃଷ୍ଣଚରିତ ଭାଗବତ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣ ପରମହଂସ ସଂହିତାଏ 82 ପଞ୍ଚମ ସ୍କନ୍ଧେ ଭୁବନ କୋଶ ବନନେ ନାମ ଷୋଡ଼ଶୋଧ୍ୟାୟ।